ପାରଳାଖେମୁଣ୍ଡି ସହରରେ ବଢୁଥିବା ଅପରାଧିକ ଗତିବିଧି ଉପରେ ନଜର ରଖିବା ପାଇଁ ସହରର 12ଟି ସ୍ଥାନରେ 36ଟି ସିସିଟିଭି କ୍ୟାମେରା ଲାଗିଛି। ଏହାସହ 3ଟି ସ୍ଥାନରେ ଏଏନପିଆର କ୍ୟାମେରା ଲଗାଯାଇଛି। ଏଥର ଧରାପଡ଼ିବେ ଅମାନିଆ ଓ ଅପରାଧୀ। ଦୀର୍ଘ ଦିନ ହେବ ଏହି ଅଞ୍ଚଳରେ ଅପରାଧିକ ମାମଲା ବଢୁଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇବା ପାଇଁ ଲୋକଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା, ଯାହାକୁ ଧ୍ୟାନ ଦେଇ ପୌର ପରିଷଦ ପକ୍ଷରୁ ଏହାର କାମ ଆରମ୍ଭ ହୋଇଛି। ପ୍ରାୟ 33 ଲକ୍ଷ ଟଙ୍କା ବ୍ୟୟରେ ସହରର 12ଟି ସ୍ଥାନରେ 36ଟି ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ଏହା ସହିତ କ୍ୟାମେରାଗୁଡ଼ିକ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ପୌରାଧ୍ୟକ୍ଷ କହିଛନ୍ତି। ଦେଖନ୍ତୁ, ଦୀର୍ଘ ଦିନର ଯାହାକି ଦାବି ଥିଲା ପାରଳାବାସୀଙ୍କର, ଯେହେତୁ ଚୋରିହାରି ମଧ୍ୟ ଅଧିକ ମାତ୍ରାରେ ବଢ଼ି ଚାଲିଛି, ସେଥିପାଇଁ ଆମ କାଉନସିଲର ସହାୟତାରେ, ସରକାରଙ୍କର ସହାୟତାରେ 33 ଲକ୍ଷରେ 12ଟା ଜାଗାରେ 25ଟା କ୍ୟାମେରା ଇନଷ୍ଟଲେସନ୍ ହୋଇସାରିଛି। ଏଇଟା ଆମେ କିଛି ଦିନ ଭିତରେ ଆମେ ଇନାଗ୍ରେସନ୍ ବି କରିକି ପୁରା କାର୍ଯ୍ୟକାରୀ କରିବୁ। କ'ଣ ଏହା ବିଶେଷ କରି ପୋଲିସକୁ ସହାୟତା ହେବ, ଯାହା କହିବା ପୋଲିସ ନାକେଦମ ହେଉଥିଲା ଯେଉଁ ଚୋରମାନେ ଚୋରି କରୁଥିଲେ ଏବଂ ଡ୍ରାଇଭିଂ ମଧ୍ୟ ଯେଉଁମାନେ ଦ୍ରୁତଗତିରେ ଚଳୁଥିଲେ ସେମାନଙ୍କୁ ବିଶେଷ ସହାୟତା ହେବ କହିବେ। ନିଶ୍ଚିତ ଭାବେ ବହୁତ ପୋଲିସକୁ ଗୋଟେ ବଡ଼ ସଫଳତା ମିଳିପାରେ କହିଲେ ଅତ୍ୟୁକ୍ତି ହେବ ନାହିଁ, ଯାହା ପାଇଁ ସେମାନେ ବହୁତ କଷ୍ଟକର ଯେଉଁ ଚୋରିହାରି କେସ୍ କି ଅନ୍ୟ କୌଣସି ତାଙ୍କର ଯାହା ବି ରିଲେଟେଡ୍ କେସ୍ ଗୁଡ଼ାକ ଯେଉଁ ସେମାନଙ୍କୁ ସଫଳ କରିବା ପାଇଁ ଯଦି ବିଫଳ ହୋଇପାରୁଥିଲେ, ଏବେ ନିଶ୍ଚିତ ଭାବେ ସେୟାର ସମ୍ମୁଖୀନ ହେବାକୁ ପଡ଼ିବନି। ନିଶ୍ଚିତ ଭାବେ ସେମାନେ ଏହି ସିସିଟିଭି ଦ୍ୱାରା ବହୁତ ଉପକୃତ ହେବେ। ଏନେଇ ଗଜପତି ଏସପି ଜିତେନ୍ଦ୍ର କୁମାର ପଣ୍ଡା କହିଛନ୍ତି, ସହରର 3ଟି ସ୍ଥାନରେ ଫରେଷ୍ଟ ଗେଟ୍, ପୁରୁଣାପାଟଣା ଓ ପୁରୁଣା କୋର୍ଟ ଛକରେ ଏନପିଆର କ୍ୟାମେରା ଲଗାଯାଇଛି, ଯାହା ଅମାନିଆ ତଥା ଅପରାଧୀଙ୍କୁ ଧରିବାରେ ସହାୟତା କରିବ। କେବଳ ସେତିକି ନୁହେଁ, ଟ୍ରାଫିକ ନିୟମ ଉଲ୍ଲଂଘନକାରୀ, ରୋଡ ରୋମିଓ ଏବଂ ସ୍ପିଡ ରାଇଡର ମଧ୍ୟ ସାବାଡ଼ ହେବେ। ଦେଖନ୍ତୁ, ପାରଳାଖେମୁଣ୍ଡି ବାସିନ୍ଦାଙ୍କର ବହୁତ ଦିନର ପ୍ରତୀକ୍ଷା ରହିଥିଲା ଯେ ସହର ଭିତରେ ସିସିଟିଭି ବିଭିନ୍ନ ଜାଗାରେ ଲାଗିବା ପାଇଁ, ଯାହାକି ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ସହାୟତାରେ ଇନଷ୍ଟଲେସନ୍ କାମ ଚାଲିଛି। ବହୁତ ଜଲ୍ଦି ଆମେ ତାର ଉଦ୍ଘାଟନ କରିବୁ। ମ୍ୟୁନିସିପାଲିଟି ଦ୍ୱାରା ଆୟୋଜିତ ଗୋଟିଏ ପ୍ରୋଗ୍ରାମରେ ଏସବୁକୁ ଉଦ୍ଘାଟନ କରାଯିବ। ଲୋକମାନଙ୍କର ବହୁତ ଦିନର ପ୍ରତୀକ୍ଷାର ଅନ୍ତ ଘଟିବ। ଆମେ ଫଣ୍ଡସକୁ ଦେଖିକିରି ଆମର ଯାହା ଆବଶ୍ୟକତା ଥିଲା ସେହି ହିସାବରେ ଯଦିଓ ସମସ୍ତ ଜାଗାରେ କରାଯାଇ ପାରିନାହିଁ, ତେବେ ମୁଖ୍ୟ 12ଟି ଲୋକେସନରେ 36ଟି କ୍ୟାମେରା ଲାଗିଛି। 36ଟି କ୍ୟାମେରା 12ଟି ଲୋକେସନରେ ଲାଗିଛି। ପାରଳାଖେମୁଣ୍ଡିର ମୁଖ୍ୟ ଛକ ଯେଉଁଗୁଡ଼ିକ, ଯେମିତିକି ଯଦି ଜଣେ ପାରଳାଖେମୁଣ୍ଡି ସହରକୁ ଆସୁଛି ବ୍ରହ୍ମପୁର ପଟୁ, ତାହେଲେ ପ୍ରଥମେ ଓଲ୍ଡ କୋର୍ଟ ଛକରେ ଦେଖିବାକୁ ପାଇବ। ତାପରେ ଯେଉଁ ଓଲ୍ଡ ଫାୟାର ଷ୍ଟେସନ ଛକ ସେଠି ପାଇବେ, ପାଥପଟନମ ଛକରେ ପାଇବେ, ଆପଣ ପ୍ୟାଲେସ୍ ଛକରେ ପାଇବେ, ମାର୍କେଟ ଛକରେ ପାଇବେ, ଓଲ୍ଡ କୋର୍ଟ ଛକରେ ପାଇବେ। ସେଇଭଳି ଆପଣଙ୍କର ଫରେଷ୍ଟ ଗେଟ୍, ପାଥପଟନମ ଏବଂ ଓଲ୍ଡ କୋର୍ଟ ଛକ, ଏହି 3ଟି ଛକରେ ଏଏନପିଆର ସିଷ୍ଟମ୍ ଅର୍ଥାତ୍ ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡ଼ିଂ ସିଷ୍ଟମ୍ କ୍ୟାମେରା ରହିବ, ଯାହାଦ୍ୱାରା ଆମକୁ କ୍ରାଇମ୍ ଡିଟେକ୍ଟ କରିବାକୁ ଆଉ ଟିକେ ସୁବିଧା ହୋଇଯିବ। ଆମେ କୌଣସି ଘଟଣା ଘଟିଲେ ଆମେ ବାଇକ୍ରେ ବା ଗାଡ଼ିରେ ଆସୁଥିବା ଲୋକଙ୍କର ନମ୍ବର ପ୍ଲେଟ୍କୁ ଆମେ ଜାଣିପାରିବୁ ଏବଂ ତା'ର କଣ୍ଟ୍ରୋଲ ରୁମ୍ ମଧ୍ୟ ରହିବ ଏହି ପାରଳାଖେମୁଣ୍ଡି ଥାନାରେ ହିଁ ରହିବ। ପାରଳାଖେମୁଣ୍ଡି ସହରକୁ ଆମେ ବହୁତ ଶୀଘ୍ର ସିସିଟିଭି ଜରିଆରେ ପାରଳାଖେମୁଣ୍ଡିକୁ ଦିନ ରାତି ପୁଲିସ ଜଗିବା ପାଇଁ ସୁବିଧା ହୋଇଯିବ। ନିଶ୍ଚିତ ଭାବରେ ସବୁ ପ୍ରକାରର ଅପରାଧ ଉପରେ ନଜର ରଖାଯିବ। 24 ଘଣ୍ଟିଆ ପାରଳାଖେମୁଣ୍ଡି ସହର ଉପରେ ଆମେ ଇଲେକ୍ଟ୍ରୋନିକାଲି ପହରା ଦେଇପାରିବୁ। ତେଣୁ ମୁଁ ଏଇ ଇଏରେ ମ୍ୟୁନିସିପାଲିଟିକୁ ବିଶେଷ କରି ସାଧୁବାଦ ଦେବି। ତାଙ୍କର ଆମର ଡିମାଣ୍ଡକୁ ଆଖି ଆଗରେ ରଖି ସେ এই ଯେଉଁ ସହଯୋଗ ପ୍ରଦାନ କରିଛନ୍ତି, এটা ପାରଳାଖେମୁଣ୍ଡିବାସୀଙ୍କ ପାଇଁ ବହୁତ କାମରେ ଲାଗିବ। ବର୍ତ୍ତମାନ ପାଣ୍ଠି ଅଭାବରୁ ନିତ୍ୟନ୍ତ ଆବଶ୍ୟକୀୟ ସ୍ଥାନରେ କ୍ୟାମେରା ଲଗାଯାଇଛି ଏବଂ ଆଗାମୀ ଦିନରେ ଆହୁରି ଅଧିକ ସ୍ଥାନରେ କ୍ୟାମେରା ଲଗାଯିବ ବୋଲି ପୌରାଧ୍ୟକ୍ଷ ନିର୍ମଳା ସେଠୀ କହିଛନ୍ତି। ଅପରାଧିକ କାର୍ଯ୍ୟ ନିୟନ୍ତ୍ରଣ ହେବ। ଶାନ୍ତିପ୍ରିୟ ପାରଳାଖେମୁଣ୍ଡି ସହରରେ ଗତ କିଛି ବର୍ଷ ଚୋରି ଡକାୟତି ଭଳି ଅପରାଧିକ ମାମଲା ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବାରେ ସିସିଟିଭି ସାହାଯ୍ୟ କରିବ ବୋଲି କୁହାଯାଇଛି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ଷ୍ଟୁଡିଓ।